पाइछि केहि अभगली रे जाउछु गठिली ने मनीष भाई दुर्बल हो पड़छ बाणी बिहार रो सरितार आज संसार सारा होइबो मु किछि भूल देखु नहीं तो आई ना कोन के बे मिछो कहे सुमंत काका ठीक तेबे भुवनेश्वर रे किछि काम थिला कि काम बुझी पारिलिनी तुमर सेई दर्शन तत्व को मु बुझिबा को आज भी चेष्टा करे हेले केबे बुझी पारे ना मो तो निजे सेई तत्व को आज बुझी पारुनी सुमंत तुमको केमिति बुझेबे यूनिवर्सिटी टॉपर पुणी एसएसबी टॉप रैंक होल्डर है आज अंगनवाड़ी रे माने से दिन रो स्कूल परिणाम आज मते औषधि रो आज्ञा दे से दिन रो स्पष्टवादी सरिता मोहरे खबर नहीं मु जदि भूल बुझना थाई केबे अभिमान जंगल बिहरे बाहरी ताको पाठ पाउल थिबा सरिता द्रौपदी
समय पाखरु केही कौन दूरकु जाइपारे सुमंत सेई पुरुना दैहिक कामना जेउटिके गले बे सदा वर्तमान सदा उपस्थित होइसिब निज अंगरे धूଳି ଥିଲେ हंसले तोଳିर सेज शांति ଦେଇପାରେ ସୁମନ୍ତ ମୋତେ ମୋର ପରିଣାମ ଜାଣିବାକୁ ସୁଯୋଗ ଦିଅ ସେଇ ପୁରାତନ ଜିତ୍ କୁ ଆଜି ନିଜକୁ ନିଜ ପାଖରେ ଅସହଜ କରିଦେଇଛ এই স্থানରୁ ଗଲେ ମୋ ସହ ଦେଖା ହୋଇଥିଲା ବୋଲି ନିଜ ପାଖରେ ନ କହିଲେ ମୁଁ ଖୁସି ହେବି ହଉ ମୋ କଥା ଛାଡ଼ ତୁମେ କଣ କରୁଛ କୁଆଡ଼େ ଆସିଥିଲ ମୁଁ ଏବେ ୟୁନିକ୍ ମେଡିକାଲ ଲ୍ୟାବରେ ଚାକିରି କରୁଛି ମନ୍ତ୍ରୀଙ୍କ ପାଖରେ କିଛି କାମ ଥିଲା ଆସିଥିଲି ହୁଏତ ଅନ୍ୟ କିଛି ଲକ୍ଷ୍ୟ ପାଇଁ ମୋର ସଂଗ୍ରାମ ଜାରି ଅଛି ତୁମ ନିରବତା ଏକ ନିରବ ବିପ୍ଳବ ନିଶ୍ଚୟ ହୁଏତ ଠିକ ପରନ୍ତୁ ଆଜି ନୁହଁ ସମୟ ଆସିଲେ କହିବି ବୋଧହୁଏ ତୁମ ସହିତ ମୋର ଏଇଟା ଶେଷ ସାକ୍ଷାତ ସେ କଥା ତ ସମୟ କହିବ ଆସ ମୁଁ ତୁମକୁ ତୁମ ଠିକଣା ସ୍ଥାନରେ ଛାଡ଼ିଦେବି ମୋ ଠିକଣା ମୋ ଠିକଣା ତ ମୁଁ ନିଜେ ହଜେଇ ଦେଇଛି ସୁମନ୍ତ ତୁମେ ତୁମ କାମରେ ଯାଅ এই ত্রিতଳ ପ୍ରାସାଦର ଭିତ୍ତିଭୂମିଟାକୁ ଆଉ ଟିକିଏ ମାପି ସାରିବା ପରେ ମୁଁ ଫେରିଯିବି ମୋ ଗନ୍ତବ୍ୟ କ୍ଷେତ୍ରକୁ ମୋ ବାପାର ଭୁଜୁଳିଟି ଧରି ସରିତା ପାପର କିବା ପୁଣ୍ୟର কে করে সে সবিচার আখি কিবা কান তোর কহ কি দায়ী দ্বারা অবুঝা গণিত যারা মিলে না কেবে উত্তর সব লাগে হাহাকার পড়িয়া সে অন্ধকার কিয়ে কহি পারে কিয়ে ন পারে কহি মনিষ ভাই মনিষ ভাই Oh
ଏ ମୋରା ହେଉଛି ତାର ଜୀବନ୍ତ ପ୍ରମାଣ। ଶୀତତାପ ନିୟନ୍ତ୍ରିତ କାର ଭିତରେ କେମିତି ଲୁହମାନଙ୍କୁ ପିଇ ଚାଲିଛି ସେ କଥା ତୁମେ ବୁଝିପାରିବନି ସରିତା। କଣ କହୁଛ ମତ? ଅନେକ ଚେଷ୍ଟା କରିଛି ସେଇ ଯୌନ ପିପାସୁ ଅଭିମନ୍ୟୁ ପାର୍ଦ୍ଧୁଷୀକୁ ହତ୍ୟା କରିଦେବି, ହେଲେ ସୁରକ୍ଷିତ ପଳେଇ ଭିତରେ ନିଜକୁ ନିରାପଦ ରଖିଥିବା ସେଇ ମଣିଷଖିଆ ବାଘମାନଙ୍କ ପାଖରେ ଆମେ ସବୁ ସମର୍ପିତ ହେଇଯାଉଛୁ। ସୁରକ୍ଷିତ ବଳୟ ଭିତରେ ନିଜକୁ ନିରାପଦ ରଖିଥିବା ସେଇ ମଣିଷଖିଆ ବାଘମାନଙ୍କ ପାଖରେ ଆମ ପରିସ୍ଥିତିହୀନ ନିରୀହ ଶୋଷକମାନେ ପ୍ରତିଦିନ ଖାଦ୍ୟ ହେଇଯାଉଛନ୍ତି। ଏମିତି ଆମ ପରି ଶୋଷକମାନେ ପ୍ରତିଦିନ ଶିକାର ହେଉଥିବେ ନା, ସେଥିପାଇଁ ଆମମାନଙ୍କୁ ହେବାକୁ ପଡ଼ିବ କାଳ ନାଗୁଣୀ। କିନ୍ତୁ ନାରୀ କେବଳ ଉପଭୋଗ୍ୟ ସାମଗ୍ରୀ ନୁହେଁ, ସେ ବି ହୋଇପାରେ ଦୁର୍ଗା ମହିଷାମର୍ଦିନୀ ଦଶଭୁଜା। କିନ୍ତୁ ପରନ୍ତୁ ରହିଲେ ପୁଣି ଅନେକ ମୋରା ସରିତା ହେବାକୁ ବାଧ୍ୟ ହେବେ। ତେଣୁ ମୋ ହାତରେ ହାତ ମିଶାଅ ଆଉ ଶେଷ ହେବା ପୂର୍ବରୁ ଅନେକ ଅଭିମନ୍ୟୁକୁ ନିଷେଧ କରିଦେବା। ଆଜି ତ ମହାରାଣୀ ମହିଷାମର୍ଦିନୀ ଦୁର୍ଗା जा देवी सर्वभूतेषु शक्तिरूपेण संस्थिता। नमो तस्मै नमो तस्मै नमो तस्मै नमो नमः। जा देवी सर्वभूतेषु शक्तिरूपेण संस्थिता। नमो तस्मै नमो तस्मै नमो तस्मै नमो नमः। जा देवी सर्वभूतेषु शक्तिरूपेण संस्थिता। नमो तस्मै नमो तस्मै नमो तस्मै नमो नमः। नमो नमः नमो नमः। ଆଜିର ମୋ ଭାଷଣ କେମିତି ଥିଲା? ପରମାନନ୍ଦ ଇଏ ଜମିଗଲା ଆଜ୍ଞା, ଇଏ ଖାଲି ତ ତାରି। ଏ ତମେ ଖାଲି ଦେଖି ଚାଲ, ଏମିତି କେତେ ତାଳି ମୋ ଭାଷଣର ସାକ୍ଷୀ ହେବ। ଇଏ ମତେ କହିଲେ ଇଏ ତାରି ନ ପଡିବ କାହିଁକି? ନାଇଁ ତାରି ନ ପଡିବ କାହିଁକି? ସାରେ ଇଏ ତାରି ପାଇଁ ପରା ଖାଲି 2-3 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। ଭଲ କଥା ଭଲ କଥା। ଇଏ ଆଜିକାଲି ଇଏ ଭଡାଟିଆ ତାରିବାଲା ମାନଙ୍କର ବି କମ ଡିମାଣ୍ଡ ପଡିଲାଣି। ସତ କଥା। ଇଏ 2-3 ଲକ୍ଷ ଟଙ୍କା ଖାଲି ମୋର ତାରି ବାଟାରେ ଚାଲିଗଲା। ସାରେ ଇଏ ଖାଲି ଆହୁରି କିଛି ଖାଲି କିଛି ତାରି ନାଇଁ, ଇଏ ପେଟ୍ରୋଲ ପାଇଁ ଖର୍ଚ୍ଚ, ପତାକା ପାଇଁ ଖର୍ଚ୍ଚ। ମାଲ ଜଣକୁ 300 ଦେଲାକୁ ନଉନାହାନ୍ତି, କହୁଛନ୍ତି 500 ଲେଖା ଦିଅ। ଇଏ ତା ଉପରକୁ ଟିକେ ମାଲ ପାଣି। ହେଲା ତୁମେ ତ ଜାଣିଥିବ ଆଜିକାଲି ଦେଶୀ ଆଉ ଚଳୁନି, ସବୁ ବିଦେଶୀ ଉପରେ ମାର ଆଉ। ଟଙ୍କା କଥା ଚିନ୍ତା ନ କରି ବାଣ୍ଟି ଚାଲ। ସାରେ ଇଏ ମୁଁ ଲକ୍ଷ୍ମୀ ମାଙ୍କୁ ସେମିତି ଲଗାନ୍ତି ନାହିଁ ଯେ ଆପଣଙ୍କୁ ପରା ମୁଖ୍ୟମନ୍ତ୍ରୀ ଆସନ ଯାଇ ଯିବାର ଅଛି। ଆଉ ଇଏ ଯିବାର ଅଛି କଣ? ଲୋକମାନେ କୁଆକୁଇ ହେଲେନି, ମୁଁ ରାସ୍ତାରେ ଆସୁଥିଲି ଶୁଣୁଥିଲି ନା ଆଉ। ଭାଇଧର ଆଜ୍ଞା ତମେ ସତ କହୁଛ? ମୁଁ ମିଛ କଣ ପାଇଁ କହିବି? ସେଇଥିପାଇଁ ପରା ବିଭିନ୍ନ ଜିଲ୍ଲା ମାନଙ୍କରେ ପିପିଟି ସଂସ୍ଥା ଖୋଲି ମାସିକିଆ 2,000 ଟଙ୍କା ପଠେଇ ଦଉଛି। ଏ ଭାଇଧର ଆଜ୍ଞା ସେ ପିପିଟି ସଂସ୍ଥା କଣ ମୁଁ ବୁଝିପାରିଲିନି। ମୁଁ ଦେଖୁଛି ଆପଣ ନା ସିଏ ଅବକାରୀ ବିଭାଗରେ ମନ୍ତ୍ରୀ ପଦଟା ଗଲା ଦିନ ଇଂରାଜୀ ଆଉ ଜମା ବୁଝି ପାରୁନାହାନ୍ତି। ପିପିଟି
କହିଛି ମାନେ ପୁଷ୍ଟ ପେଡ ତୁ ସମଝିଆ ମାସକୁ 2000 ଟଙ୍କା ପଠାଅ ଆଉ ବୋନସ 500 ପଇସା ଫେକ ତମାସା ଦେଖ ଭାଇ ଧର ଏ ସେମାନ କାମ କଣ କାମ କିଛି ନାହିଁ ବେ ଇଏ ଅଛି ନା ଅଛି ମୋର ତ ସବୁବେଳେ ଖାଲି ଭୁଲ ହେଇଯାଉଛି ଆଉ ଇଏ ଅଛି ଇଏ ମାନେ ମୁଟାମୁଟି ଯୋଉଠି ଭିଡ଼ ଗାଁ ସଭା ସମିତି ଇଏ ସେଇଠି ଖାଲି ଜୁଟ ହେଇକି ଆପଣଙ୍କ ପ୍ରଶଂସାଟା କରିକି ଗୁଣଗାନ କରିବେ ଆଉ ଏ ସେଥିରୁ କଣ ମିଳିବ ପଦ ମୁଖ୍ୟମନ୍ତ୍ରୀ ପଦ ଇଏ ଆମ ଜନତା ପରା ସିଆଣ ଏ ନାଇଁ କଥାଟାକୁ ଯେମିତି ଶୁଣି ପକେଇବେ କାଲି ତ ପ୍ରଚାର କରିବାକୁ ଏଠୁ ସେଠି ଖାଲି ଜିଆ ମାରିବେ ଆଉ ସାରେ ଇଏ ପଚରା ମାନେ ଧେତରେ ବି ମୋର ଖାଲି ଭୁଲ ହଉଛି କେନେ କଥା ଇଏ ପ୍ରଚାର ମାନେ ତ ଭୁଲ ଆଉ ଏ ଭାଇ ଧର ଆଜ୍ଞା ସାର୍ ଏ ବୋନସ କଣ ପାଇଁ ମୁଁ ତ ବୁଝି ପାରିଲିନି ଦେଖୁନ କେତେ ବୁଝେଇବି କୁହତା ମୋର ବୁଝି ପାରିବିନି ଏ ଆପଣ ସାର୍ ଦେଖୁ ଧର ଯୋଉ ଚା ଦୋକାନ ପାଖରେ ଆମର 2000 ଟଙ୍କା ଏଜେଣ୍ଟଟା ଛିଡାଇଛି ହଁ ଇଏ ଯୋଉମାନଙ୍କ ପାଖରେ ଆପଣଙ୍କ ନାଁର ତୁଷାମତିଟା ଚାଲିବ ଆଉ ତାଙ୍କ ପାଇଁ ଟିକେ ଚା ବିସ୍କୁଟ ଅବର ହବ ନା ହବନି ଭାଇ ଧର ତମେ ହିଁ ମୋର ପ୍ରକୃତ ବନ୍ଧୁ ସାରେ ଇଏ କଥା କହିଲେ କି ମୁଁ କହୁଥିଲି ଆପଣ ଯଦି ବାହାଘର ପାଇଁ ମାନେ ଅଭିଭାବକ ବାହାଘର ଯା এই ବର୍ଷ ଯଦି ସାରି ଦିଅନ୍ତେ କାହିଁକି ଏ ବୁଝୁନାହାନ୍ତି ଆପଣ ଆଗାମୀ ବର୍ଷ ଆସେମ୍ବଲି ନିର୍ବାଚନ ଅଛି ଆପଣ ଯଦି ଆର ବର୍ଷକୁ ବାହାଘର କରିବେ ଲୋକ କଣ କହିବେ ନାଇଁ ଲୋକ କହିବେନି କହିବେ ଇଲେକ୍ସନ ପାଇଁ ପ୍ରଚାର କରୁଛନ୍ତି ତୁମେ ଠିକ କଥା କହିଛ ତେବେ ଆମ ଷ୍ଟାଣ୍ଡାର୍ଡକୁ ନେଇ ସେମିତି କୌଣସି ଗୋଟେ ପାତ୍ରୀ ତମ ଆଖି ଆଗରେ ଅଛି କି ଅଛି ମାନେ ଏ ଖାଲି କହିଲେ ତ ଗୋଟେ ସୁନ୍ଦର ପ୍ରସ୍ତାବ ଦିଅନ୍ତି ଆଉ ଆଗେ ପ୍ରସ୍ତାବଟି କୋଉଠି ଶୁଣେ ତାପରେ ଚିନ୍ତା କରିବା ସାରେ ଆପଣଙ୍କ ବନ୍ଧୁ ଶାସମଲ ବାବୁଙ୍କ ଝିଅ ମ ପ୍ରଜ୍ଞା ମ୍ୟାଡାମଙ୍କ ସହିତ ଯଦି ଅଭିଭାବକଙ୍କର କଥା କହିଛ ଅବଶ୍ୟ ପ୍ରସ୍ତାବଟି ମନ୍ଦ ନୁହେଁ ସବୁବେଳେ ଠିକ କଥା କହିଥାଏ ଆଉ ମୁଁ ତ ଜାଣିଛି ସେଥିରେ କଣ ଅଛି ଇଏ ତାଛଡା ସରି ତାକୁ ମୋର ଆଉ କାହିଁ ଦେଖିବା ପାଇଁ ପାଉଛି ଇଏ କୁଆଡେ ବୁଝା ଆତ୍ମହତ୍ୟା କରିଦେଇ ସାରିଲାନି ବୁଝିଲେ ଆଉ ଇଏ ଆପଣ ଯଦି ଦନେଇ ମହାନ୍ତିର ସାନ ଝିଅ ମମତା ଇଏ ମାନେ କମଳିନୀର ମାମୁଁ ଝିଅ ତାକୁ ଯଦି ଆପଣ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପର୍ସନାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଅନ୍ତେ ତାହେଲେ ଖାଲି ଲାଭ ହିଁ ଲାଭ ଆଉ ଭାଇଧର ଏ ଲାଭ କଣ ଆପଣ ଜମା ବୁଝିପାରିବେନି ପ୍ରଥମ କଥା ହଉଛି ଆପଣ ଜଣେ ଗୋଟେ ସୁଶ୍ରୀ କନ୍ୟାକୁ ପର୍ସନାଲ ଆସିଷ୍ଟାଣ୍ଟ ରୂପରେ ପାଇବେ ଦ୍ୱିତୀୟରେ ହଉଛି କମଳିନୀର ମୁହଁ ବନ୍ଦ ଆଉ ତୃତୀୟରେ କହିଲେ ସାର୍ ଆପଣ ରାଜିବେ ଆପଣ ତ ଜଣେ ପତ୍ନୀ ବିଦୁରା ଆଉ ଜାଣିବେ ଗୋଟେ ପତ୍ନୀ ପାଇଗଲେ ଆଉ ଭାଇଧର ତୁମେ ହିଁ ମୋର ପ୍ରକୃତ ବନ୍ଧୁ ବନ୍ଧୁ ବୋଲି ଗ୍ରହଣ କଲେ ମୋ ପାଇଁ ସେତିକ ଦେହରେ ସାରେ ଏପଟେ କମଳିନୀ କେସ ସମାଧାନ ସେପଟେ ପୁଅ ବାହାଘରକୁ ଯେଉଁ ବଡ ବଡ ଭିଭିପିଆଇ ମାନେ ଆସିବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୁରା ରାସ୍ତା ଫିଟିଯିବ ଭାଇଧର ଏ ତମ ବୁଦ୍ଧିକୁ ମାନିବାକୁ ପଡିବ ସବୁ ଆପଣଙ୍କ ଦୟା ସବୁ ତ ଭୁଲ ହେଇଯାଉଛି ଆଉ ଦୟା କରିବେ ସବୁ ତ ମାୟା ଆଉ ଆଉ ଗୋଟେ କଥା ଇଏ ଅବକାରୀ ମନ୍ତ୍ରୀ ବେଳରେ ଯୋଉ ସବୁ କଳାଧନ ଅଛି ସେଟା ସବୁ ଏଠୁ ବଡ ସୁଯୋଗ କଣ ମିଳିବ ତାକୁ ଖର୍ଚ୍ଚ କରିବାକୁ ଆଚ୍ଛା ଭାଇଧର ତମେ ବାହାଘର ପାଇଁ ଲାଗି ପଡ ନିହାତି ସାର୍ ଆପଣ ଖାଲି ସେଇ ପର୍ସନାଲ ଆସିଷ୍ଟାଣ୍ଟ ପଦରେ ସହି ମାରି ଦଉନାହାନ୍ତି ଭାଇଧର ଏ ତମେ କହିଲେ ମାନେ ମୁଁ ତ ସହି ମାରିଲି ନମସ୍କାର ସାର୍ କମନ୍ ୟଙ୍ଗ ମ୍ୟାନ୍ କମନ୍ ମୁଁ ଆପଣ ବାଟ ହିଁ ଯାଇଥିଲି ଶାସନ ବାବୁଙ୍କ ସହିତ ଫୋନରେ କଥା ହେଇସାରିଛି ମୁଁ ଏବେ ଏଇ କାମ ସାରି ଭୁବନେଶ୍ୱର ଅଭିମୁଖେ ବାହାରି ଯିବି ଫାଇଲ୍ ଆଣିଛ ହଁ ସାର୍ ଏଇ ହଉଛି ସେ ଫାଇଲ୍ ଆଉ ବ୍ରିଫକେସରେ ଅଛି 2 ଅନୁଯାୟୀ ପାଉଣା
भाई धर ଆଜ୍ଞା ତମେ ଛିଡ଼ା ରହିଲ ଯେ ବାବୁ ଆସୁଛନ୍ତି ବାବୁଙ୍କ ପାଇଁ କ'ଣ ଗୋଟେ ବ୍ୟବସ୍ଥା କର ମୁଁ ଏଇ ଶୀଘ୍ର ତ ସାରି ବାହାରି ଯିବି ଆଉ ଏବେ ତ ଆମର ଯିବା ଆସିବା ଲାଗି ରହିବ ପୁଣି କେବେ ଆତିଥ୍ୟ ଦେବେ ନାଇଁ ସେମିତି କେମିତି ହବ ଆପଣ ଯେତେବେଳେ ଭାବି ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଛନ୍ତି ତାଙ୍କର ଆତିଥ୍ୟଟା କେମିତି ଟିକେ ଦେଖିକି ଯିବେ ନା ଆଉ ନାଇଁ 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 ତାହା କେମିତି ହବ ନାଇଁ ତାହା କେମିତି ହବ ଏ ଆପଣ ଏତେ ଦୂର ଆସନ୍ତି ଆଉ ଟିକେ ବିଶ୍ରାମ କରି ଯିବେ ନା ତା ଛଡ଼ା ତା ଛଡ଼ା ମୋ ପୁଅର ସାଙ୍ଗ ଆପଣ ତ ସେମିତି ପଳେଇବେ ଆଉ କଥାଟା ଭଲ ହେବନି ଭାଇ ଧର ମୁଁ ଏବେ ଆସିଛି ଅତିଥିଙ୍କୁ ସିନା ଆତିଥ୍ୟ ଦିଆଯାଏ ଅତିଥିଙ୍କୁ ସିନା ଆତିଥ୍ୟ ଦିଆଯାଏ ହେଲେ ଆଗନ୍ତୁକକୁ ନୁହେଁ ହୁଏତ ମୁଁ କିଛି ଭୁଲ କହୁନାହିଁ ହୁଏତ ମୁଁ ବି କିଛି ଭୁଲ ଶୁଣି ନାହିଁ କିନ୍ତୁ ଶୁଣିବା ଲୋକଙ୍କୁ ଶୁଣେଇବାର ଅବକାଶ ଆସିନାହିଁ ବାପା ଶୁଣ ଏ ରାତି ପାଇବାକୁ ଆଉ ଅଳ୍ପ ସମୟ ବାକି ଅଛି ଶେଷ ଦୃଶ୍ୟର ଯବନିକା ପୂର୍ବରୁ ଅନେକ ରହସ୍ୟ ଉନ୍ମୋଚିତ ହେବାର ସମ୍ଭାବନା ମତେ ଦେଖା ଦଉଛି ମାମୁଁ ଅନେକ ବନ୍ଧୁରାତ୍ରୀ ମାନଙ୍କୁ ମୁଁ ମୋ ବୋଉର ଆଖି କୋଣରେ ଦେଖି ସାରିବା ପରେ ପ୍ରତିଶୋଧର ନିଆଁରେ ଜଳୁଛି ତଥାପି ପରୀକ୍ଷା ଦେବି ଶେଷ ଦୃଶ୍ୟ ଯାଏ ଆପଣ କୋଉଠି ବି କହିବେନି ମାମୁଁ ଆପଣ କୋଉଠି ବି କହିବେନି ମୋ ସ୍ତ୍ରୀଙ୍କ କାମନାର ହୋମକୁଣ୍ଡରେ ଆହୁତି ଦେଇ ଆତ୍ମହତ୍ୟା କରିଥିବା କମଳିନୀର ପରିତ୍ୟକ୍ତ ଭାଗଫଳଟା ମୁଁ ମାମୁଁ ଭାଗଫଳଟା ମୁଁ ଜାଣିଛି ରେ ବାପା ସେଇଥିପାଇଁ ତ ଏ ସମାଜ ଆଖି ଆଗରେ ଆଜି ପର୍ଯ୍ୟନ୍ତ କମଳିନୀକୁ ବଞ୍ଚି ରଖିଛି କେବଳ ଆଉ କେବଳ ପ୍ରତିଶୋଧ ପାଇଁ କେବଳ ଆଉ କେବଳ ପ୍ରତିଶୋଧ ଜାଣେ ନା ଶେଷ ଦୃଶ୍ୟ ସେଇଥିପାଇଁ ତ ଦନେଇର ଭଉଣୀ ଝିଅ କମଳିନୀ ବୋଲି ସମସ୍ତଙ୍କ ପାଖରେ ପ୍ରଚାର କରିଛି ମାମୁଁ ତମ ତ୍ୟାଗରେ ସିନା ଆଜି ପାଠ ପଢି ଚାକିରିଟିଏ ପାଇପାରିଛି ହେଲେ ମୋ ବୋଉର କଥା ମନେ ପଡିଲେ ନା ଭାରି କଷ୍ଟ ପାଏ ମୁଁ ସୁମନ୍ତରେ ସଂଘର୍ଷ ଜୀବନର ଏକ ଅଂଶ ଆରେ ସଂଘର୍ଷ ଜୀବନର ଏକ ଅଂଶ ହେଲେ ସମାଧାନ ଏକ କଳାରେ ବାପା ନିଜର ଏକମାତ୍ର ଅଲିଅଳି ଭଉଣୀ କମଳିନୀ ପାଇଁ କେତେ ସ୍ୱପ୍ନ ଦେଖିଲୁ ଟିଭି ରିପୋର୍ଟର ସଜେଇ ଅନେକ ପ୍ରଶ୍ନକୁ ସମାଧାନ କରିବାକୁ ଚାହୁଁଥିବା ଏ ବାଇଧର ସିଆଣ ଆଜି ନିଜେ ଗୋଟାଏ ପ୍ରଶ୍ନ ବାଛି ସଜି ଯାଇଛି ଏ ସମୟ ଲୁହା ଘୋଡ଼େଇବାର ନୁହେଁ ମାମୁଁ ଏ ସମୟ ଲୁହା ଘୋଡ଼େଇବାର ନୁହେଁ ସୂର୍ଯ୍ୟ ଉଦୟ ଯାଏ ଅପେକ୍ଷା କରିବାର ଅଛି ଜାଣିଛି ରେ ବାପା ରାଜନୀତିର ପଶାପାଲିରେ ହନ୍ତସନ୍ତ ହେଉଥିବା ପ୍ରତାରଣା ମାନଙ୍କୁ ମତେ ଉଦ୍ଧାର କରିବାକୁ ପଡିବ ସଂସ୍କୃତିର ନୂତନ ପୃଷ୍ଠା ମତେ ଲେଖିବାକୁ ପଡିବ ରେ ସୁମନ୍ତ ଉଦ୍ଧତ ଅହଙ୍କାରୀ ମାନଙ୍କୁ ନତ କରିବାକୁ ପଡିବ ଆମେ କରିବା ଏକ ନୂତନ ମତଯାତ୍ରା ଆରମ୍ଭ
ପାଦେ କଣ୍ଟାରେ ସୁମନ୍ତ ଜଗି ରଖି କାମ କରୁଥିବୁ। ମୁଁ ଯାଉଛି, ତେଣେ ମତେ ଅପେକ୍ଷାରତ ଅନ୍ୟ ଏକ ସମୟ। ଚିକିତ୍ସା ବିଜ୍ଞାନ ଅପମିଶ୍ର ମାନସିକତାର ଗନ୍ଧ ବାହାରି ପଡୁଛି ଏଇ ନିଦ ଫାଇଲ ପ୍ରତ୍ୟେକ ପୃଷ୍ଠାର। ଜେନେରିକ ମେଡିସିନ ନାମରେ ଆଉ ଏକ ଷଡ଼ଯନ୍ତ୍ର। ସାଉମେଲ ଶାସମାଲ ସ୍ୱତଃ ଅହମିକାର ଚାବିକାଠି। ମୃତ୍ୟୁ ତାଣ୍ଡବ ତୋଳିବା ଆଗରୁ କିଛି କରିବାର ମୁହୂର୍ତ୍ତ ଏବେ। ମମତା, ତୁମ ଭଉଣୀ ଅଙ୍ଗନବାଡିରେ ଶିକ୍ଷୟିତ୍ରୀ ପଦ ଛାଡ଼ିବା ପରେ ତମେ ଯେ ସେଇ ପଦରେ ରହିବ ତାହା ମୁଁ ଚାହେଁ ନା। ତମେ ଯଦି କିଛି ମାଇଣ୍ଡ ନ କରିବ ତେବେ ମୁଁ ତୁମକୁ ମନ୍ତ୍ରୀଙ୍କ ପିଏ ଚାକିରିରେ ନିଯୁକ୍ତି କରିଦେବି। ସତ୍ୟ କହୁଛ ଅଭି? ମୁଁ ମନ୍ତ୍ରୀଙ୍କ ପର୍ସନାଲ ଆସିଷ୍ଟାଣ୍ଟ ହେବି? ଆପଣ ସୁମନ୍ତ ବାବୁ ନା? ମୁଁ ଯଦି ଭୁଲ ବୁଝି ନଥାଏ ତୁମେ ସରିତାର ଭଉଣୀ ମମତା ମିଶ୍ର। ମୁଁ ଦେଖୁଛି ସୁମନ୍ତ ମହାନ୍ତି ଏବେ ଫିଲୋସୋଫର ହୋଇଗଲେଣି। ଆରେ ସୁମନ୍ତ କେବଳ ସେତିକିରେ ପରିଚୟ ସୀମିତ ନୁହେଁ, ସେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ପର୍ସନାଲ ଆସିଷ୍ଟାଣ୍ଟ ମିସ୍ ମମତା ମହାନ୍ତି। ସେ ପରିଚୟ କଣ ନିରାପଦ ଅସ୍ତିତ୍ୱର ପ୍ରମାଣ ଦେଇପାରିବ? କାହିଁକି ନୁହେଁ? ଆଜି ଯୁଗରେ ଉପରକୁ ଉଠିବା ପାଇଁ ସୁଯୋଗ ଦେବା, ସୁଯୋଗ ପାଇବା ଏକ ପ୍ରଜ୍ଞାଶୀଳ ଯୁକ୍ତି। ପ୍ରତିବଦଳରେ ରୂପର ଗନ୍ଧ ବାରି ହେଇ ପଡୁଛି। ଏବେ ତ ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଉଚ୍ଚ ନ୍ୟାୟାଳୟ ବି ମଞ୍ଜୁରୀ ଦେଇସାରିଛି। ବ୍ୟକ୍ତିଗତ ଇଚ୍ଛା ଉପରେ ଅନ୍ୟର ଅଧିକାର ନାହିଁ। ପିତା ହେଉ ବା ପତି। ପୁଣି ସେଇ ପୂର୍ଣ୍ଣ ଦୈହିକ କାମନା ସୁରକ୍ଷିତ ଥିବାର ଯୁକ୍ତି କରୁଛି। ମୋ ଭଉଣୀର ବନ୍ଧୁ ଭାବେ ମୁଁ ସୁମନ୍ତ ବାବୁକୁ ଯେତିକି ଜାଣିଛି ନିଶ୍ଚୟ ବୁଝି ଯାଇଥିବେ ମୋର ଅଭିଙ୍କ ସହ ସମ୍ପର୍କଟା କଣ। ଆଇ ମିନ୍ ଆମେ ଏବେ ଲିଭ୍ ଇନ୍ ରିଲେସନସିପରେ ଅଛୁ। ସେଇ କାମନା ଲଗ୍ନ ସଭ୍ୟତାର ପୋଷାକ ଧରି ନିରାପଦ ଥିବାର ଯୁକ୍ତି କରୁଛି, ଯାହାର ପରିଣାମ ଧୂଆଁସର ହାହାକାର ଓ ଅନୁହତନାର ବିଭୀଷିକା। ମୁଁ ଦେଖୁଛି ସୁମନ୍ତ ମହାନ୍ତି ଏବେ ଫିଲୋସୋଫର ହୋଇଗଲେଣି। ଜୀବିକା କେବେ ଜୀବନ ଅଙ୍କ ବସିପାରିଲା ଅଭିମନ୍ୟୁ? ହୁଏତ ଆଧୁନିକତାର ଜୀବନଚର୍ଯ୍ୟା ଆଉ କିଛି ଦେହ ପରେ ଖୋଜିବ ଜୀବନର ଅମୋଘ ବଢଉଥିବାକୁ। ଯୁକ୍ତି ଦେଇ ଭକ୍ତି ରଖାଯାଏ ନା। ଅପରାହ୍ନ ସବୁର ହିସାବ ମାଗିବ। ମୁଁ ଏବେ ଆସୁଛି, ଅପେକ୍ଷା କରିବି ଦେଖିବାକୁ ବସ୍ତୁବାଦର ବରଫ ଯେତେବେଳେ ଚାପି ହୋଇଯାଇ କାନ୍ତୁବା ଲୁହମାନଙ୍କୁ। ପଳାୟନ ପ୍ରତିବିରୁଦ୍ଧକୁ ଏ ଅଭିମାନୀ ବାଣ୍ଟୁଛି ପସନ୍ଦ କରେ ନା। ସେ ଚାହେଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ, ଯୋଉଠି ଟାଇମ୍ ଇଜ ମନି, ମନି ଇଜ ପାୱାର, ପାୱାର ଇଜ ସକ୍ସେସ। ଆଉ ସଫଳତାର ଚାବିକାଠି। ମଣିଷ